ରାଧେ ରାଧେ। ଆଜିର ଏଇ ଶୀତ ସକାଳର କୁହୁଡ଼ି ଭିତରେ ଆମେ ଚାଲିଲୁ ଚିକେନ୍ ଖୋଜିବା ପାଇଁ। ପାଗଟା ବଢ଼ିଆ ହେଇଛି। ଏଇ ପାଗରେ ଯଦି ଚିକେନ୍ ଟିକେ ପାଟିକୁ ନ ବାଜିଲା, ପାଟି କ'ଣ ଆଉ ସୁଆଦିଆ ଲାଗିବ? ନା, ଜମା ନୁହଁ। ଏଠି କୁକୁଡ଼ାମାନେ କଟା ହେବା ପାଇଁ ରେଡ଼ି। ପୁରା ଆସିଗଲା ଲୋ, ଚିକେନ୍ ଆସିଗଲା। ଆସୁ ଆସୁ ବାଟରେ ଗୋଟେ ପରିବା ଦୋକାନ ପଡ଼ିଲା। ଭାବିଲୁ ଟିକେ ଧନିଆ ପତ୍ର ଆଉ 2ଟା କଞ୍ଚା ଲଙ୍କା ନେଇଯିବା। ଚିକେନ୍ ଆଣିବା ପାଇଁ ଏତେ ଦୂର ଯାଇଥିଲି ଯେ ଆସୁ ଆସୁ ଭୋକରେ ପେଟ ଜଳିଗଲା। ଭାବିଲି ସାଙ୍ଗେ ସାଙ୍ଗେ ତରକାରୀଟା କରିକି ଟିକେ ପଖାଳ ମାରିଦେବା ଆଉ। ଚିକେନ୍ ଆଣିବା ବେଳେ ଚିକେନ୍ କାଟୁଥିବା ଭାଇଙ୍କୁ ମୁଁ କହିଥିଲି, ଭାଇ ଚିକେନ୍ ଗୋଡ଼ 2ଟା ଦେବେ। ସେ କହିଥିଲେ ହଉ ଠିକ୍ ଅଛି। ଦେଖିବା ଦେଇଛନ୍ତି କି ନାହିଁ। ତାପରେ ସାଙ୍ଗେ ସାଙ୍ଗେ ଏଠି ମୁଁ ମସଲା କଷିବା ପାଇଁ ଲାଗି ପଡ଼ିଲି। ଯେମିତି ଚିକେନ୍ ମାଛ ତରକାରୀ କଲାବେଳେ ବିଲେଇ ଯେଉଁଠି ଥିଲେ ବି ଶୁଙ୍ଘିକି ଚାଲି ଆସେ, ସେମିତି ମୋର ଚିକେନ୍ ବାସ୍ନା ଶୁଙ୍ଘିକି ଆଉ ମୁଣ୍ଡରେ କେଉଁଠି ଥିଲା କେଜାଣି ଦୌଡ଼ିକି ପଳେଇ ଆସିଛି। ଆଉ କହୁଛି, ନାନୀ ଲୋ ଚିକେନ୍ କରୁଛୁ? ଆଉ ମୋର ଯେ ମୁଁ କହିଲି ହଁ ହଁ ତୋ ପାଇଁ ବି କରିଛି, ରହ ଟିକେ ହଉ ତାପରେ ଖାଇଲ। ଭାଇ ତ ଆମର ଚିକେନ୍ ଗୋଡ଼ 2ଟା ଦେଇଛନ୍ତି ଆଉ। ମୁଁ ଖାଲି ଜଗିଛି କେତେବେଳେ ଚିକେନ୍ଟା ହବ ଆଉ ମୁଁ ଖାଇବି। ଭୋକରେ ମୋ ପେଟରେ ମୂଷାମାନେ ତା ଥେଇ କରି ଡ୍ୟାନ୍ସ କଲେନି। ଏଇ ତ ଦେଖୁ ଦେଖୁ ଆମର ରେଡ଼ି ହେଇଗଲା। ଆସରେ କିଏ ଖାଇବ? ମୁଁ ତ ଚାଲିଲି ଖାଇବାକୁ, ନହେଲେ ମରିଯିବି ଯେ।